ବୌଦ୍ଧରେ ପୂର୍ବତନ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ। ବେଆଇନ ବାଲି ଚୋରାଚାଲାଣ ଓ ଗଞ୍ଜେଇ ଚାଷକୁ ନେଇ ପ୍ରଶାସନ ଉପରେ ବର୍ଷିଲେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁଜିତ କୁମାର ପାଢ଼ୀ। ବୌଦ୍ଧ ସର୍କିଟ ହାଉସ୍ ପରିସରରେ ଆଜି ପୂର୍ବତନ ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ସୁଜିତ କୁମାର ପାଢ଼ୀ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଥିବା ଅସାମାଜିକ କାର୍ଯ୍ୟକଳାପକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଜିଲ୍ଲାର ବିଭିନ୍ନ ନଦୀପୀଠରୁ ବ୍ୟାପକ ଭାବେ ବେଆଇନ ବାଲି ଚୋରାଚାଲାଣ ହେଉଛି, ଯାହାଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଏହା ସହିତ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ବୃଦ୍ଧି ପାଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଆଖିଦୃଷ୍ଟିଆ ପଦକ୍ଷେପ ନେଉନାହିଁ ବୋଲି ଶ୍ରୀ ପାଢ଼ୀ ଅଭିଯୋଗ କରିଛନ୍ତି। ଏହିସବୁ ବେଆଇନ କାର୍ଯ୍ୟ ପ୍ରଶାସନର ନାକତଳେ ଚାଲିଥିଲେ ସୁଦ୍ଧା କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସେ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି। ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପାଢ଼ୀ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ରାଜସ୍ୱ ହାନି ରୋକିବା ସହ ଜିଲ୍ଲାରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ବେଆଇନ ବାଲି ଓ ଗଞ୍ଜେଇ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଖୋଲାଖୋଲି ଭାବରେ ବାଲି ଚୋରାଚାଲାଣ ବିଭିନ୍ନ ଘାଟରୁ ବଢ଼ି ଚାଲିଛି। ବିଶେଷ ଭାବରେ ହେଉଛି ହରଭଙ୍ଗା ଘାଟ, କୁଶାସିଙ୍ଗା ଘାଟ, ସୁରୁଣ୍ଡି ଘାଟ, କୁଷ୍ଟମନପୁର ଘାଟ ଏବଂ ବିନା କାଗଜପତ୍ରରେ ଚାଲିଥିବା ଖରସୁଙ୍କଲେଇ ଘାଟ, ଏଇଭଳି ଘାଟ ଗୋଟେ ଦିଆନ ଘାଟ, ଏସବୁ ଖୋଲା ଚାଲିଛନ୍ତି। ସମ୍ପୂର୍ଣ୍ଣ ପ୍ରଶାସନ ନୀରବ। କେବଳ ଯେଉଁ ଜାଗାରେ ମଧୁଚନ୍ଦ୍ରିକା ହେଉନାହିଁ ସେହି ଜାଗାରେ ହିଁ ପ୍ରଶାସନ ବାରମ୍ବାର ଆକ୍ରମଣ କରୁଛି ସେ ଖଣିକୁ ବନ୍ଦ କରିବା ପାଇଁ। ବାଲିଖଣି ମୁଁ କହିଲି ଗୋଟାଏ ଜିନିଷ ଯେ ଯେଭଳି ଭାବରେ ମାଓ ଦମନ କରାଯାଇଛି, ମାଓ ଫ୍ରି କରାଯାଇଛି, ଜିଲ୍ଲା ଅଧିକାରୀଙ୍କୁ ମୁଁ ଅନୁରୋଧ କରୁଛି ସେହିଭଳି ଭାବରେ ସେ ସମ୍ପୂର୍ଣ୍ଣ ଭାବରେ ଏଇଟା ଗଞ୍ଜେଇ ମୁକ୍ତ ଜିଲ୍ଲା କରିବା ପାଇଁ ପ୍ରଚେଷ୍ଟା କରନ୍ତୁ ଏବଂ ଜନସାଧାରଣଙ୍କୁ ଜଣାନ୍ତୁ। ଯଦି ସେଥିରେ ସେ ଅସମର୍ଥ ହେଉଛନ୍ତି, ବିଭିନ୍ନ ଯୁବକ ଯୁବତୀମାନେ ଆଜି ବେକାରରେ ବୁଲୁଛନ୍ତି, ଅନ୍ୟାୟ ନ ପାଇ ସେମାନେ ଗୋଟେ ଅନୈତିକ ରାସ୍ତାରେ ସେମାନେ ଯାଉଛନ୍ତି। ସେଥିପାଇଁ ଯଦି ସରକାର ଅସମର୍ଥ, ଯଦି ଜିଲ୍ଲା ପ୍ରଶାସନ ଅସମର୍ଥ, ତେବେ ବୌଦ୍ଧ ଜିଲ୍ଲାରେ ସେହି ଗଞ୍ଜେଇ ଚାଷକୁ କୃଷି ମାନ୍ୟତା ଦିଆଯାଉ ଏବଂ ବଜାର ଖୋଲା ରଖାଯାଉ। ଯଦି ସରକାର ଚାହୁଁଛନ୍ତି ଏକର ପ୍ରତି କିଛି ରୟାଲ୍ଟି ଦେଇକରି ଛାଡ଼ି ଦିଆଯାଉ।